ବାପା ଦଶମ ପରୀକ୍ଷାରେ ପାସ୍ ହେଇଗଲି। ଯାହା ହଉ 9 ଥର ପରୀକ୍ଷା ଦେଲା ପରେ ଏଥର ପାସ୍ ହେଇଛୁ। ହଉ ନିଏ ପୁଅ ନିଏ, ଏଇ 100 ଟଙ୍କାଟା ନିଏ, ସାଙ୍ଗମାନଙ୍କୁ ମିଠା ଦେଇଦବୁ। ବାପା ମୋର 100 ଟଙ୍କା ଦରକାର ନାହିଁ, ମୋର 1,00,000 ଟଙ୍କା ଦରକାର। କିସ 1,00,000 ଟଙ୍କା ନେଇ କଣ କରିବୁ? ବାପା ମୁଁ ସାଇନ୍ସ ପଢ଼ିବି, ବଡ଼ ଚାକିରି କରିବି, ହେଲେ କଲେଜଟା ଦୂର। ମୋର R15 ଗାଡ଼ି ଗୋଟେ ଆଣିଲେ ଯିବା ଆସିବା କରିବାକୁ ସୁବିଧା ହବ। ରହ ପୁଅ ରହ ଟିକେ। ହ୍ୟାଲୋ ସାର୍, ନମସ୍କାର ସାର୍। ହ୍ୟାଲୋ ଦୀନବନ୍ଧୁ ବାବୁ, ତମ ପୁଅ ଘରେ ପଢାପଢି କରୁଥିଲା ତ? ଆଜ୍ଞା ସାର୍, ମୁଁ ତ ଯେତେବେଳେ ରାତିରେ ଉଠିଲା ବେଳେ ବହି ଖୋଲିକି ବସିକି ପଢୁଥିଲା ଆଉ। କାଇଁ କଣ ଅସୁବିଧା ହେଲା କି? ହେଲେ ସ୍କୁଲରେ ସବୁ ପିଲାଙ୍କ ଠାରୁ ବହୁତ କମ ମାର୍କ ରଖିଛି। ତା ମାନେ ଫେଲ ସାର୍? ହଁ। ହଉ ହଉ ସାର୍, ମୁଁ ରଖୁଛି ସାର୍, ଟିକେ ରଖୁଛି। ନମସ୍କାର ସାର୍। ହଉ। ଦଶମ ପାସ୍ ଭୁଲ ହେଇଗଲା ବାପା, ଭୁଲ ହେଇଗଲା, ଭୁଲ ହେଇଗଲା ବାପା, ପାସ୍ ହେଇଗଲି। ଭୁଲ ହେଇଗଲା ବାପା, ଭୁଲ ହେଇଗଲା।